नमस्कार दर्शक बंधु मु लिप्सा आपण मानक स्वागत करुचे मो चैनल एलवी क्रिएशन ओडिया रे। आज आपण मानक पे नहीं आसीचे एक सुंदर कहानी। ताले चलंतु सुनिबा ए सुंदर कहानी को। विश्वास नहेले भी कथाटी सत थरे निश्चय शुणु। जीवन रे जेते भी समस्या थाउ ना कहीं चिंता कले ताहा द्विगुण हो जाए। नीरव रहिले ताहा अधा कमी जाए। धैर्य रखिले ताहा संपूर्ण समाप्त हुए एवं भगवान को प्रार्थना कले ताहा सुखरे परिणत होइଥାଏ। बापा माँ ओ परिवारर अति गेह्ला झिଅ ଲିନୁ। ସାଇ ପଡ଼ିଶା ଗାଁ ଲୋକେ ତାକୁ ଭାରି ଭଲ ପାଆନ୍ତି। କାରଣ ଲିନୁ ପାଠ ପଢ଼ାରେ ଯେମିତି ଗୁଣରେ ମଧ୍ୟ ସେମିତି ଭାରି ଭଦ୍ର ଓ ନମ୍ର। ଲିନୁ ଏବେ ବିବାହ ବୟସର ହୋଇଗଲାଣି। ବିଭିନ୍ନ ଆଡ଼ୁ ବିଭିନ୍ନ ପ୍ରସ୍ତାବ ଆସୁଛି, କିନ୍ତୁ ଲିନୁର ମା ଲିନୁକୁ ଏକୁଟିଆ ଡାକି କହିଲେ, ଲିନୁ ତୋ ବାହାଘର ପାଇଁ ତ ବିଭିନ୍ନ ପ୍ରସ୍ତାବ ଆସୁଛି, ହେଲେ ମୁଁ ତୋ ମନ କଥା ଜାଣିବା ପାଇଁ ଚାହୁଁଛି। ଦୟାକରି ମୋତେ ନ ଡରି ତୋ ମନ କଥା ସଫା ସଫା କହ। ତୁ ଯଦି କୋଉଠି କାହାକୁ ପସନ୍ଦ କରିଛୁ ମୋତେ ଖୋଲିକି କହ। ଆମେ ଘର ଲୋକ ସେ କଥା ଚିନ୍ତା କରିବୁ। ନହେଲେ ତୋ ମନରେ ଯଦି କିଛି ଥିବ ତୁ କେବେ ଖୁସିରେ ରହିପାରିବୁନି। ଲିନୁ ମାଙ୍କୁ କହିଲା, ମା ଘର ଲୋକଙ୍କର ଯେଉଁଠି ପସନ୍ଦ ତାହା ମୋର ମଧ୍ୟ ପସନ୍ଦ ହେବ। କାରଣ ମୁଁ ଏତିକି କଥା ତ ଜାଣିଛି, ବାପା ମା କେବେ ଭୁଲ ହେଇପାରିବେନି ଆଉ ସନ୍ତାନମାନଙ୍କ ପାଇଁ ବହୁତ ଭାବିଚିନ୍ତି ନିଷ୍ପତ୍ତି ନେବେ। ସେଥିପାଇଁ ଆପଣମାନେ ଯେଉଁଠି ପସନ୍ଦ କରିବେ ମୁଁ ସେ ଜାଗାରେ ବାହାଘର ପାଇଁ ରାଜି। ଘର ଲୋକମାନେ ଭଲ ପାତ୍ର ଦେଖି ଲିନୁର ବାହାଘର ଠିକ୍ କଲେ। ନିର୍ବନ୍ଧ ହେଲା। ବାହାଘର ପାଇଁ ଦିନ ଧାର୍ଯ୍ୟ ହେଲା। ଭଲରେ ଭଲରେ ଲିନୁର ବିବାହ ଶେଷ ହେଲା। ଏପଟେ ଏହାରି ଭିତରେ ବହୁତ ଦିନ ଗତି କଲାଣି। ଲିନୁ ତା ଶାଶୁଘରେ ବହୁତ ଭଲରେ ଥାଏ। ଶାଶୁଘର ଲୋକ ମଧ୍ୟ ଲିନୁକୁ ବହୁତ ଭଲ ପାଆନ୍ତି। ଲିନୁ ସମସ୍ତଙ୍କର ଆଶୀର୍ବାଦ ପାଇ ବହୁତ ଖୁସିରେ ଥାଏ। ଦିନେ ଲିନୁ ତା ସ୍ୱାମୀଙ୍କ ସହିତ ବୁଲିବା ପାଇଁ ପାର୍କକୁ ଯାଇଥାନ୍ତି। ବୁଲାବୁଲି ସାରି ଗୋଟିଏ ଜାଗାରେ ବସି ପଡ଼ିଲେ। ହଠାତ୍ ଲିନୁ ତା ଛୋଟବେଳର ସାଙ୍ଗ ରିନୁକୁ ସେହି ପାର୍କରେ ଦେଖି ବହୁତ ଖୁସି ହୋଇଗଲା। ରିନୁ ରିନୁ ଡାକି ତା ପାଖକୁ ଧାଇଁଗଲା। ରିନୁ ମଧ୍ୟ ଲିନୁକୁ ଏତେ ଦିନ ପରେ ଦେଖି ବହୁତ ଖୁସି ହୋଇଗଲା। ଏମିତି ଦୁଇ ସାଙ୍ଗ ପାର୍କରେ ବସି ବହୁତ ଗପସପ ହେଲେ। ବହୁତ ସମୟ ପରେ ଲିନୁର ସ୍ୱାମୀ ଆସି ଲିନୁକୁ କହିଲେ, ସନ୍ଧ୍ୟା ହୋଇଗଲାଣି, ଚାଲ ଘରକୁ ଯିବା। ଲିନୁ କହିଲା, ହଁ ହଁ ଚାଲ ଯିବା। ଏତେ ସମୟ ହେଲାଣି, ଘରେ ସମସ୍ତେ ବ୍ୟସ୍ତ ହେଉଥିବେ। ଲିନୁ ତା ସାଙ୍ଗ ରିନୁକୁ ପଚାରିଲା, ଭାଇନା କାହାନ୍ତି? ଏତେ ସମୟ ହେଲାଣି ଆସିଲେନି, ତାଙ୍କ ସହିତ ଦେଖା ହୋଇପାରିଲାନି। ସେତେବେଳକୁ ରିନୁ ଆଖି ଛଳ ଛଳ କରି କାନ୍ଦି ପକାଇଲା। ଲିନୁ ଏହା ଦେଖି କିଛି ବୁଝିପାରିଲାନି। କହିଲା, ରିନୁ ତୁ କାହିଁକି କାନ୍ଦୁଛୁ? କ'ଣ ହେଲା? ରିନୁ ତା ସାଙ୍ଗ ଆଗରେ ଚାପି ରଖିଥିବା ଦୁଃଖକୁ ପ୍ରକାଶ କଲା। କହିଲା, ବାପା ମାଙ୍କ ଅନିଚ୍ଛା ସତ୍ତ୍ୱେ ନିଜେ ପସନ୍ଦ କରିଥିବା ପିଲା ସହିତ ଘର ଛାଡ଼ି ଚାଲି ଆସିଲି। ହେଲେ ଶାଶୁଘର ଲୋକ ମଧ୍ୟ ମୋତେ ଘରକୁ ଯିବାକୁ ଦେଲେନି। ଘର ଭଡ଼ା ନେଇ ବାହାରେ ରହିଲୁ। କିଛି ଦିନ ବହୁତ ଖୁସିରେ ବିତିଗଲା। ହଠାତ୍ କ'ଣ ହେଲା କେଜାଣି ମୋ ସ୍ୱାମୀଙ୍କ ମଧ୍ୟ ବ୍ୟବହାରରେ ପରିବର୍ତ୍ତନ ହୋଇଗଲା। ମଦ ପିଇ ମାଡ଼ ଗାଳି କଲେ। ମୋ ପାଖକୁ ଆସିବା ଧୀରେ ଧୀରେ କମ୍ ହୋଇଗଲା। ପରେ ପରେ ଜାଣିବାକୁ ପାଇଲି ତାଙ୍କ ଘର ଲୋକଙ୍କ କଥାରେ ସେ ଦ୍ୱିତୀୟ ବିବାହ କରିଛନ୍ତି। ମୋ ପାଖକୁ ଆଉ ଆସୁନାହାନ୍ତି। ଲିନୁ ଏହା ଶୁଣି ବହୁତ ମନ ଦୁଃଖ କଲା। ତାକୁ ପଚାରିଲା, ତୁ ଚଳୁଛୁ କେମିତି? ତୁମ ଘରକୁ ଯାଇ ରହୁନୁ। ରିନୁ କହିଲା, ବାପା ମାଙ୍କ କଥା ନ ଶୁଣିବାର ପରିଣାମ ଆଜି ମୁଁ ଭୋଗ କରୁଛି। ବାପା ମାଙ୍କ ଇଜ୍ଜତ ପକେଇ ଘରୁ ଚାଲି ଆସିଥିବାରୁ ସେମାନେ ମୋତେ ଘରକୁ ଯିବାକୁ ଦେଉନାହାନ୍ତି। ସେମାନେ କହିଲେ ମୁଁ ତାଙ୍କ ପାଇଁ ମରିସାରିଛି। ଲିନୁ କହିଲା, ତାହେଲେ ତୁ ଚଳୁଛୁ କେମିତି? ରିନୁ କହିଲା, ମୋ କଥା ଛାଡ଼, ହେଲେ ମୋର ଛୋଟ ଝିଅଟେ ଅଛି। ତା ପାଇଁ ତ କିଛି ପଇସା ଦରକାର, ନହେଲେ ତାକୁ ଚଳେଇବି କେମିତି? ସେଥିପାଇଁ ଗୋଟେ ଲୁଗା ଦୋକାନରେ କାମ କରେ। ମା ଝିଅ ଦୁଃଖେ କଷ୍ଟେ ଚଳି ଯାଉଛୁ। ଲିନୁ କହିଲା, ହେଲେ ତୁ ତ ଏକା ଆସିଛୁ, ତୋ ଝିଅ କାହିଁ? ତାକୁ କୁଆଡ଼େ ଦେଲୁ? ମୁଁ ଯାହା ଘରେ ଭଡ଼ାରେ ଅଛି, ଘର ମାଲିକ ବହୁତ ଭଲ ଲୋକ। ମାଉସୀଙ୍କ ପାଖରେ ଝିଅକୁ ଛାଡ଼ି କାମକୁ ଆସେ। ସେମାନେ ଝିଅକୁ ବହୁତ ଭଲ ପାଆନ୍ତି। ସେମାନେ ହିଁ କାମ ଠିକ୍ କରିଦେଲେ ଓ କହିଲେ, ତୁ କାମକୁ ଗଲେ ଆମ ପାଖରେ ଝିଅ ରହିବ।
ତାଙ୍କ କଥାରେ କାମ କରି ଚଳୁଛି। ଲିନୁ ରିନୁର କଥା ଶୁଣି କାନ୍ଦି ପକାଇଲା ଓ କହିଲା, ତୁ ଏତେ କଷ୍ଟ କେମିତି ସହୁଛୁ? ରିନୁ କହିଲା, ଏହା ମୋର ପ୍ରାପ୍ୟ। ମୁଁ ଯେଉଁ ପାପ କରିଛି ତା ପାଇଁ ମୋତେ ଏହା ଦରକାର। ଯେଉଁ ବାପା ମା ଘର ଲୋକ ମୋତେ ଛୋଟରୁ ବଡ଼ କଲେ, ମୋର ସବୁ ଅଳିଅର୍ଦ୍ଦଳି ସହି ମଣିଷ କଲେ, ମୁଁ ତାଙ୍କ ପାଇଁ କ'ଣ କଲି? ତାଙ୍କ ମୁଣ୍ଡ ତଳକୁ କରିଦେଲି। ତାଙ୍କୁ କାହା ସାମ୍ନାରେ ମୁଣ୍ଡ ଟେକି କଥା କହିବାର ସୁଯୋଗ ଛଡ଼େଇ ନେଲି। ମୋ ପାଇଁ ସେମାନେ କେତେ କ'ଣ ଭାବିଥିଲେ, ହେଲେ ମୁଁ ସବୁ ଧୂଳିସାତ୍ କରିଦେଲି। ଆଜି ମୁଁ ଯାହା ଭୋଗୁଛି ଏହା ତା'ର ପରିଣାମ। ମୁଁ ଯେତେବେଳେ ଘର ଛାଡ଼ି ଚାଲି ଆସିଲି ତାଙ୍କୁ କେତେ କଷ୍ଟ ହୋଇନଥିବ ତାହା ଆଜି ମୁଁ ଭାବୁଛି ଏବଂ ମୋର ଭୁଲ ବୁଝିପାରୁଛି। ଏଣୁ ଆଜି ମୋ ମନକୁ ଗୋଟେ କଥା ଆସୁଅଛି ଏବଂ ଭଗବାନଙ୍କୁ ଏତିକି ଗୁହାରି କରୁଛି, ପ୍ରଭୁ ଏ ଦୁନିଆରେ ଯେତେ ବି ପୁଅ ଝିଅ ଅଛନ୍ତି ତାଙ୍କ ମୁଣ୍ଡରେ ଏତିକି ସଦ୍ବୁଦ୍ଧି ଦିଅ ଯେ ସେମାନେ ସବୁବେଳେ ଭଲ ରାସ୍ତାରେ ଚାଲନ୍ତୁ, ଆଉ କେବେ ହେଲେ ଭବିଷ୍ୟତ ପାଇଁ ନିଜେ ନିଜେ ନିଷ୍ପତ୍ତି ନିଅନ୍ତୁ ନାହିଁ। ବାପା ମା ଆମକୁ ଜନ୍ମ ଦେଇଛନ୍ତି, ଆମକୁ ଛୋଟରୁ ବଡ଼ କରିଛନ୍ତି, ଆମର ସବୁ ଅଭାବ ପୂରଣ କରିଛନ୍ତି। ସେମାନେ କ'ଣ ଆମ ବାହାଘର ପାଇଁ ଭଲ ଜୀବନସାଥୀଟେ ଖୋଜି ପାରିବନି? ସେମାନେ ଆମ ଆଗରୁ ଦୁନିଆ ଦେଖିଛନ୍ତି। ମଣିଷ ଚିହ୍ନିବାରେ ସେମାନେ କେବେ ଭୁଲ କରିବେନି। ଆଉ ସେମାନେ ସବୁବେଳେ ସନ୍ତାନର ସୁଖ କଥା ଚିନ୍ତା କରିବେ। ବାପା ମାଙ୍କ ଆଶୀର୍ବାଦ ଥିଲେ ଆମେ ଖୁସିରେ ରହିବା। ରିନୁ ଲିନୁର ହାତକୁ ଧରି ପକାଇଲା ଏବଂ କହିଲା, ତୁ ଆଜି ଖୁସିରେ ଅଛୁ, ତାର କାରଣ କ'ଣ ଜାଣିଛୁ ଲିନୁ? ତୁ ସମସ୍ତଙ୍କର ଆଶୀର୍ବାଦ ନେଇ ବାପା ମାଙ୍କ ପସନ୍ଦରେ ବାହା ହୋଇଛୁ। ରିନୁ କହିଲା, ଲିନୁ ଏହାରି ଭିତରେ ଏତେ ସମୟ ହୋଇଗଲାଣି, ଝିଅ ଖୋଜୁଥିବ, ଆଉ କେବେ ଦେଖାହେଲେ କଥା ହେବା। ଲିନୁ କହିଲା, ମୋ ଫୋନ୍ ନମ୍ବର ଲେଖି ରଖ, କେବେ ଯଦି କିଛି ଦରକାର ପଡ଼େ ନିଃସଙ୍କୋଚରେ ମୋତେ କହିବୁ। ରିନୁ ଲିନୁର ଫୋନ୍ ନମ୍ବର ନେଇ ସେଠାରୁ ଚାଲିଗଲା। ଲିନୁ ଓ ତା ସ୍ୱାମୀ ମଧ୍ୟ ଘରକୁ ଚାଲିଗଲେ। ଏହି କାହାଣୀରୁ ଆଜି ଆମେ ଜାଣିଲେ ବାପା ମା ହେଉଛନ୍ତି ଚଳନ୍ତି ଦେବତା। ସେମାନେ ଆମ ପାଇଁ ସବୁବେଳେ ଭଲ ଚିନ୍ତା କରନ୍ତି। ସେଥିପାଇଁ ବାପା ମାଙ୍କ ଆଶୀର୍ବାଦ ନେଇ ଆଗକୁ ଯିବାକୁ ଚେଷ୍ଟା କରିବା, ତାହେଲେ ଆମେ ଖୁସିରେ ରହିପାରିବା। ଦର୍ଶକ ବନ୍ଧୁ, କାହାଣୀଟି କିପରି ଲାଗିଲା କମେଣ୍ଟ କରି ଜଣାଇବେ। ଯଦି ଭଲ ଲାଗିଲା ଗୋଟିଏ ଲାଇକ୍ କରି ସାଙ୍ଗମାନଙ୍କୁ ସେୟାର କରିଦେବେ ଏବଂ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ବେଲ୍ ବଟନଟିକୁ ଦବାଇ ଦିଅନ୍ତୁ। ରହିଲି, ବାଏ ବାଏ।